ସବୁବେଳେ ମା ଖାଇବାକୁ ଭଲ ପାଆନ୍ତି କଲରା ଭଜା ନହେଲେ କଲରାର କିଛି କ୍ରିସ୍ପି ଟାଇପ୍‌ର ଟିକେ ଛଣାଛଣି। ତ ଆଜି କିନ୍ତୁ ମା ମନେ କରୁଛନ୍ତି କଲରାର ଗୋଟେ ଚଟଣି ଖାଇବା ପାଇଁ ଆଉ ସ୍ପେଶାଲି ମୋ ହାତରୁ। ତ କଲରା ଚଟଣି ମା ନା ସେମିତି ବହୁତ ଜଣ ଖାଇବାକୁ ପସନ୍ଦ କରନ୍ତି କଲରା ଚଟଣି। କଲରାକୁ ଏମିତି ହାତରେ ଦଳି ଦେଲେ ବି ସେ ବହୁତ ବଢ଼ିଆ ଚଟଣିଟା ଟେଷ୍ଟି ଲାଗିବ। କିନ୍ତୁ ମାଆଙ୍କୁ ନା ଶିଳବଟା ଚଟଣିଟା ଟିକେ ବେଶୀ ଭଲ ଲାଗେ। ତ ସେଥିପାଇଁ ବଡ଼ି 3ଟା ଭାଜିଦେଲି। ଭାଜି ସାରିଲା ପରେ ସେଥିରେ କଲରା ପକେଇକି ଟିକେ ଚଟଣି ବାଗେଇଦେଲି। ଚଟଣୀରେ ନେଇଥିଲି କଞ୍ଚା ଲଙ୍କା ସହିତ କିଛି ପିଆଜ। ତ ଚଟଣି ବାଗେଇ ସାରିଲା ପରେ କିଛି ସିଝା ଆଳୁ ରଖିଥିଲି ମାତ୍ର ବେଶୀ ନୁହଁ 2 ପିସ୍। ତା ଦେହରେ କିଛି କଞ୍ଚା ପିଆଜ ପକେଇଲି, ସୋରିଷ ତେଲ ପକେଇଲି, ଲୁଣ ଟିକେ ପକେଇକି ତାକୁ ଭଲ ଭାବେ ଚକଟି ଦେଲି। ତ ଇଏ ହେଲା ଆମର ଓଡ଼ିଆ ଘରର ଟ୍ରାଡିସନାଲ ଖାଇବା। ତ ଏଇଭଳିଆ ଖାଇବାକୁ ନା ସମସ୍ତେ ପ୍ରାୟତଃ ବହୁତ ଭଲ ପାଆନ୍ତି। ଗାଁ ଗହଳିରେ ତ ଏଇ ସବୁ ଖାଇବା ଫେମସ୍। ତ ସମସ୍ତେ ଆଜିକାଲି ପଖାଳ ଭାତ ସହିତ ନା ଏମିତି ବଡ଼ିଚୁରା ହଉ କିମ୍ବା କଲରାର ଚଟଣି ହଉ, ପୋଟଳର ଚଟଣି ହଉ, ଶିଳବଟା ଚଟଣିର ଟେଷ୍ଟ ଟିକେ ଅଲଗା। ତ ମୋ ମାଆଙ୍କୁ ଏକିରିଆ ଭଲ ଲାଗେ ବୋଲି ତାହା ନୁହଁ, ସମସ୍ତଙ୍କୁ ପ୍ରାୟତଃ ଶିଳବଟା ମସଲା ହଉ କିମ୍ବା ଶିଳବଟାର ଚଟଣି ହଉ ଏସବୁ ଖାଇବାକୁ ଭଲ ଲାଗେ। ଆଜିକାଲି ଗ୍ରାଇଣ୍ଡରରେ ବି ବହୁତ ଜଣ କରିବାକୁ ପସନ୍ଦ କରନ୍ତି କିନ୍ତୁ ଆମର ସବୁବେଳେ ଶିଳବଟାରେ ହିଁ କରାଏ। ଯେମିତିକା ଶିଳବଟା ଟିକେ ଟେଷ୍ଟ ଟିକେ ଅଲଗା ଆସେ। ତ ମାଆଙ୍କ ପାଇଁ ବନିଗଲା ତ ଏବେ ଚାଲେ